ନା ଯେ ଭାଇ ଭଉଣୀମାନେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ଏକ୍ସାଇଜ କନେଷ୍ଟବଳ ପକେଇଥିଲେ ସେମାନଙ୍କ ପାଇଁ ଗୋଟେ ଖୁସି ଖବର। ତାଙ୍କର ଏକ୍ଜାମ ଡେଟ୍ ଆସିଯାଇଛି। ତ କେବେ ଏକ୍ଜାମ ଡେଟ୍ ଅଛି ଆମେ ଚେକ୍ କରିବା। ଅଫିସିଆଲ ୱେବସାଇଟ୍ ଆସିଯିବ ତାପରେ ନିଜେ ନିଜେ ମୋବାଇଲରେ ଚେକ୍ କରିପାରିବ। ଦେଖ ଅଫିସିଆଲ ୱେବସାଇଟ୍ ଆସିଗଲା ପରେ ତଳକୁ ଯିବ। ତ ସେମାନେ ଏଇ ତଳକୁ ଗଲା ପରେ ପ୍ରଥମ ନୋଟିସଟା ଆସିଛି ଦେଖିବ। ଆଜି ହିଁ ଆସିଛି ନୋଟିସଟା, ଦେଖିପାରୁଥିବ 13 ତାରିଖ। ଠିକ୍ ଅଛି, ଏଇଟା ନୋଟିସଟା ଆସିଛି, ଏଇ ନୋଟିସଟା ଆସିଛି। ତାପରେ କ୍ଲିକ୍ କର। କ୍ଲିକ୍ କଲା ପରେ ଗୋଟେ ଡାଉନଲୋଡ଼ ହେବ ତୁମର PDFଟା। ସେ PDFଟା ଓପନ୍ କରି ଦେଖିବା। ଜଲ୍ଦି ରେଡ଼ି ରୁହ, ନିଜର ପଢ଼ାପଢ଼ି ଟିକେ ଷ୍ଟ୍ରଙ୍ଗ କର। ପଢ଼ାପଢ଼ି ଟିକେ ଯେତିକି ପ୍ରାକ୍ଟିସ୍ କରିବା ତା ଅଧିକା ପ୍ରାକ୍ଟିସ୍ କର ଏବଂ ମକ୍ ଟେଷ୍ଟ ଯେତେ ପାରୁଛ ଲଗାଅ। ଠିକ୍ ଅଛି, ଆଉ ସମୟ ନାହିଁ ହାତରେ, ତେଣୁ ତୁମ ଇଚ୍ଛା। ବାକି ମୁଁ ଗୋଟେ ମତ ଦେବି, ସମସ୍ତେ ମକ୍ ଟେଷ୍ଟ ଅଧିକା ଲଗାଅ ଆଉ ତୁମର ପ୍ରାକ୍ଟିସ୍ ଅଧିକା କର। ଠିକ୍ ଅଛି, ଦେଖ ତ ନୋଟିସଟା ତୁମର କଣ୍ଡକ୍ଟ ରିଟିନ୍ ଏକ୍ଜାମ୍ ଟେଷ୍ଟ ହେବ ହେଲା। CBT ମୋଡ଼୍ର ତୁମର ଅନଲାଇନ୍ ଏକ୍ଜାମ୍ ହେବ, କମ୍ପ୍ୟୁଟର ବେସ୍ ଏକ୍ଜାମ୍। ଦେଖ ଏଠି କମ୍ପ୍ୟୁଟର ବେସ୍ ଏକ୍ଜାମ୍ ତୁମର ହେବ, ସିଫ୍ଟ ୱାଇଜ୍ରେ ହେବ। କେବେଠୁ କେବେ ଷ୍ଟାର୍ଟ ହେଇଯିବ ଦେଖିପାରୁଥିବ, ଏଠି ଦେଇଛି ନା। ଏଠି 16 ଏପ୍ରିଲ 2026 କଣ୍ଟିନ୍ୟୁ ରହିବ ହେଲା। ମେର ସେକେଣ୍ଡ ୱିକ୍ ପର୍ଯ୍ୟନ୍ତ, ମେ ମାସ ସେକେଣ୍ଡ ୱିକ୍ ପର୍ଯ୍ୟନ୍ତ ତୁମର ଚାଲିବ ଏକ୍ଜାମ୍। ତା ଭିତରେ ତୁମର ଯେତେ ସିଫ୍ଟ ହବାର ଥିବ ହେବ, ଛୁଟି ଯାହା ମଝିରେ ଥିବ, ଯେମିତିକି ଛୁଟି ଥିବ ଯାହା ଥିବ ସେ ବନ୍ଦ ରହିବ। ବାକି ନହେଲେ 16 ତାରିଖରୁ ତୁମର ଷ୍ଟାର୍ଟ ହେଉଛି, ଏପ୍ରିଲ 16 ତାରିଖରୁ ମେ ମାସ ସେକେଣ୍ଡ ୱିକ୍ ପର୍ଯ୍ୟନ୍ତ ତୁମର ଚାଲିବ। ମାନେ ଧରାଯାଉ ମେ 15 ପାଖାପାଖି ତୁମର ଚାଲିବ। ଠିକ୍ ଅଛି, ଏଇ ନୋଟିସଟା ଥିଲା, ସମସ୍ତଙ୍କୁ ସେୟାର କରିଦିଅ ନିଜ ସାଙ୍ଗସାଥିକୁ। ବାକି ଯେମାନେ ଫରେଷ୍ଟ ଗାର୍ଡ଼ ଏବଂ ଏକ୍ସାଇଜ କନେଷ୍ଟବଳ ଯେମାନେ ଅନେଇ ବସିଥିଲେ ସେମାନଙ୍କ ପାଇଁ ବହୁତ ବଡ଼ ଏଇଟା ଗୋଟେ ସୁଯୋଗ। ପଢ଼ାକୁ ଷ୍ଟ୍ରଙ୍ଗ କର। ଆଉ ମାତ୍ର ତୁମ ହାତରେ ଗୋଟେ ମାସ ରହିଲା, ତା ଭିତରେ ନିଜକୁ ଷ୍ଟ୍ରଙ୍ଗ ନ କରିବ ତାହେଲେ ତୁମେ ବି ତୁମର ଲକ୍ଷ୍ୟପଥ ପାଇପାରିବ ନାହିଁ। ଠିକ୍ ଅଛି, ହଉ ରହୁଛି, ନମସ୍କାର, ଜୟ ଜଗନ୍ନାଥ।